ତା ରିଦ୍ଧି ମାମା ଏଠି ଆଈ କୋଡ଼ରେ ବସି ଝୁଲା ଖେଳୁଛି। କାହିଁକିନା ଏଇଟା ସେ ପ୍ରଥମ ଥର ହିଁ ଖେଳୁଛି। ଏମିତି କାହା କୋଡ଼ରେ ସେ ଖେଳିନି, ସେଥିଲାଗି ସେ ବହୁତ ଖୁସି ହେଉଛି ଆଉ କହୁଛି ଆଈ ଜୋର ଜୋର ଝୁଲା। ତା ସନ୍ଧ୍ୟାରେ ଚା ସହିତ ମୁଁ ନେଇଥିଲି ବ୍ରେଡ଼। ଆଉ ଏଠି ଏବେ ଝୁନା ମାଇଁ ଆଉ ରିଦ୍ଧି ମାମାର ବହୁତ ଜୋରସେ ଝଗଡ଼ା ହେଇଯାଇଛି। ଆଉ ରିଦ୍ଧି ମାମା ଏଠି କହୁଛି ମୁଁ ମୋ ଟୁନି ମାଇଁ ପାଖରେ ରହିବି, ତମ ପାଖକୁ ଜମା ଯିବିନି। ତ ସେଥିଲାଗି ଏଠି ଡୁଗୁକୁ ଝୁନା ମାଇଁ ଗେଲ କରୁଛନ୍ତି ଆଉ କହୁଛନ୍ତି ମୁଁ ତାକୁ ଚକୋଲେଟ୍ ଦେବି, ତତେ ଦେବିନି। ଆଉ ରିଦ୍ଧି ମାମା ବି ଜାଣିଛି ଟୁନି ମାଇଁ ପାଖରେ ଚକୋଲେଟ୍ ନାହିଁ, ସବୁ ଚକୋଲେଟ୍ ଝୁନା ମାଇଁ ପାଖରେ ଅଛି। ତ ସିଏ ଏଠି ଆସିକି ଝୁନା ମାଇଁକି ଗେଲ କରିକି ଇମ୍ପ୍ରେସ୍ କରଉଛି କି ଯେମିତିକି ତାକୁ ଚକୋଲେଟ୍ ଝୁନା ମାଇଁ ଦେବେ। ଚକୋଲେଟ୍ ପାଇସାରିଲା ପରେ ରିଦ୍ଧି ମାମାର କି ଖୁସି। ତାପରେ ଭଜନା ମାମା ବି ଆସିଗଲେ। ସେ ଜାଣିଛି ଭଜନା ମାମା ବି ମୋ ପାଇଁ ଚକୋଲେଟ୍ ଆଣିଥିବେ, ତ ତାଙ୍କ ସହିତ ଟିକେ ଗେଲ ହେଇଯାଉଛି। କାହିଁକି ନା ମୁଁ ଅପରେସନ ଟାଇମରେ ଝିଅକୁ ଘରେ ଛାଡିକି ଯାଇଥିଲି। ତ ସେଇ 4 ଦିନ ଭିତରେ ସେ କେବଳ ଝୁନା ମାଇଁ, ଟୁନି ମାଇଁ ଆଉ ମାମୁଁ ମାନଙ୍କ ସହିତ ମିଶିମିଶିକା ସେ ଏଠି ସବୁବେଳେ ରହୁଛି ଆଉ ମୋ ପାଖରେ ତ ଜମା ବି ଆସିଲାନି। ଆଉ ଅପରେସନ ପରେ ମୁଁ ଯେବେ ଘରକୁ ବି ଆସିଲି ସେ ତେବେ ବି ମୋ ପାଖକୁ ଆସିଲାନି, ଏଇ ମାଇଁ ମାନଙ୍କ ପାଖରେ ହିଁ ରହିଲେ। ତ ରହୁଛି, ଜୟ ଜଗନ୍ନାଥ।